ମୋ ଭାଇରେ ଆପଣମାନଙ୍କୁ ନୂଆ ବ୍ଲଗ୍ରେ ସ୍ୱାଗତ ଜଣାଉଛି। ତ ଭାଇ ମୁଁ କାହିଁକି ଏବେ ମୁଁ ଭିଡ଼ିଓ ବନାଉଛି ମୁଁ ସେଇଟା କହିଦେଉଛି। ତ ମୁଁ ସୁରତ ପଳେଇ ଆସିଛି, ଆପଣମାନେ ତ ସବୁ ଜାଣିଥିବେ। ମୋର ଇନଷ୍ଟାଗ୍ରାମ୍ ଚ୍ୟାନେଲ୍ରେ ମୁଁ ପକାଉଛି ଭାଇ। ତ ଭାଇ ମୁଁ ଏଇଠିରେ ଆପଣମାନଙ୍କୁ କିଛି ବିଲ୍ଡିଂ ଦେଖେଇବି। ତ ଆପଣମାନେ ତ କେବେ ଦେଖିନଥିବେ ସେମିତି, ଆଉ କିଛି କଥା କହିବାର ଅଛି। ତ ଚାଲନ୍ତୁ ଫାଷ୍ଟ ଆପଣମାନଙ୍କୁ ଦେଖେଇଦେବି, ତାପରେ ଯାହା କହିବାର ଇଚ୍ଛା ମୁଁ ତୁମକୁ କହିବି। ତ ଚାଲନ୍ତୁ। ତ ଦେଖିଲେ ତ ଏଇଟା ହେଉଛି ଭାଇ ଓପନିଂଟା ଭାଇ। ତ କେମିତି ଦେଖନ୍ତୁ ଭାଇ ତଳର ଭାଇ ଟିକେ ଦୃଶ୍ୟଟା ଭାଇ ଥରେ ଦେଖନ୍ତୁ ଭାଇ। ଏଇଟା ତଳର ଦୃଶ୍ୟଟା ଦେଖିଲେ ଭାଇ କେମିତି ବିଲ୍ଡିଂ ଦେଖନ୍ତୁ ଭାଇ। ବିଲ୍ଡିଂ ଉପରେ ଭାଇ ଟାୱାର ଅଛି। ମୁଁ ଫାର୍ଷ୍ଟ ଟାଇମ୍ ଭାଇ ଦେଖୁଛି କେତେ ସାରା ଭାଇ ଟାୱାର ଅଛି। ତ ଦେଖିଲେ ଏଇଟା ହେଲେ ଭାଇ ଗୋଟେ। ତ ଆପଣମାନଙ୍କୁ ଭାଇ ପୁରା ଚାରି ସାଇଡ଼ ପୁରା ଦେଖେଇଦେବି। ମୁଁ ଏବେ ଅଛି ଭାଇ ବର୍ତ୍ତମାନ ମୁଁ ଛାତ ଉପରେ ଅଛି। ତ ଭାଇ କେମିତି ଖରା ହେଉଛି ଆପଣମାନେ ଟିକେ ଦେଖନ୍ତୁ ଭାଇ। ଖରାରେ ତ ରହି ହେଉନି, ମାନେ ପାଦ ହେଲେ ତାତୁଛି, ମୁଁ ଚପଲ ହେଲେ ପିନ୍ଧିନି। ତ ଆପଣମାନଙ୍କୁ ଭାଇ ଏଇ ଖରାରେ ଭାଇ ମୁଁ ଭିଡ଼ିଓ କରିକି ଦେଖେଇ ଦେଉଛି କେମିତି ଦେଉଛି ଭାଇ, ଥରେ ଟିକେ ଦେଖନ୍ତୁ ଭାଇ। ଦେଖିଲେ ତ ପୁରା ଚାରି ସାଇଡ଼ ଆପଣମାନଙ୍କୁ ପୁରା ବୁଲେଇକି ଦେଖେଇଦେବି। ଆପଣମାନେ ତ କେବେ ଦେଖୁଥିବେ, ଯଦି ଆପଣମାନେ ବାହାରେ ରହୁଛନ୍ତି ତାପରେ ଦେଖୁଥିବେ, ଯଦି ଯେଉଁମାନେ ଗାଁରେ ଅଛନ୍ତି ତାଙ୍କେ ତ କେବେ ଦେଖିନଥିବେ। ତ ମୁଁ ସେଥିପାଇଁ ମୁଁ ଏ ଭିଡ଼ିଓଟା କଲି ମୋ ଭାଇ। ତ ଭାଇ ସେଇଠି ଭାଇ ଟ୍ରେନ୍ ହେଲେ ଭାଇ ଯାଉଛି। ତ ସେଇଟା ହେଉଛି ଭାଇ ଦେଖନ୍ତୁ, ମୁଁ ଜୁମ୍ କଲି ମଧ୍ୟ ସେଇଠି ଟ୍ରେନ୍ ବି ବର୍ତ୍ତମାନ ଅଛି। କାହିଁକିନା ଭାଇ ସେଇଟା ଷ୍ଟେସନଟା ଭାଇ, ତାର ଏପଟକୁ ଟିକେ ଷ୍ଟେସନଟା ଅଛି। ମୁଁ ଆପଣମାନଙ୍କୁ ଦେଖେଇଦେବି ମୁଁ ଷ୍ଟେସନଟା। ମୁଁ ଆପଣମାନଙ୍କୁ କଥା ଦେଉଛି ଯେ ବହୁତ ଜଲ୍ଦି ଆପଣମାନଙ୍କୁ ଷ୍ଟେସନଟା ଦେଖେଇଦେବି। ସଚିନ ବୋଲିକି ଷ୍ଟେସନଟା ଅଛି, ସେ ଷ୍ଟେସନର ନାଁଟା ସଚିନ। ତ ମୁଁ ଦେଖେଇଦେବି। ତ ଦେଖିଲେ ଭାଇ ଚାରି ସାଇଡ଼ କେମିତି ପ୍ରକାର ଦେଖିଲେ। ତ ଦେଖନ୍ତୁ, ତ ଦେଖିଲେ କି ମୋ ଭାଇ ଦେଖିଲେ। ତ ଭାଇ ମୁଁ ଆପଣମାନଙ୍କୁ ଏହା କହିବାକୁ ଚାହୁଁଥିଲି ଯେ ଭାଇ ସୁରତରେ ଭାଇ ମୁଁ ଆପଣମାନଙ୍କୁ ପ୍ରତିଦିନ ଭାଇ ନୂଆ ନୂଆ ଜାଗା ଦେଖେଇଦେବି। ତ ମୁଁ କାମରେ ଭାଇ କାଲିଠୁ କାମରେ ଜଏନିଂ ହେବି। ତ କାମରେ ଯଦି ଭାଇ ଜଏନିଂ ହେଇଯିବି, ତାହେଲେ ମୁଁ ସର୍ଟ ଭିଡ଼ିଓ କେତେ ଦିନ ଛାଡ଼ିବି, ଆଉ ଲଙ୍ଗ୍ ଭିଡ଼ିଓ ଆଉ ସପ୍ତାହକୁ ଗୋଟେ ଥର 2 ଦିନ ଏମିତି ଛାଡ଼ିବି। ଯଦି ଟାଇମ୍ ମିଳିବ ବେଲେ କଣ୍ଟିନ୍ୟୁ ଛାଡ଼ିବି, ଯଦି ଟାଇମ୍ ହେବନି ବେଲେ ଭାଇ ଛାଡ଼ିବିନି। ଆପଣମାନଙ୍କୁ ମୁଁ ଆଗୁତୁଣ୍ଡୁ କହିଦେଉଛି ସର୍ଟ ଭିଡ଼ିଓ ଛାଡ଼ିବି। ତ ଭାଇ ମୁଁ ଭିଡ଼ିଓଟା କାହିଁକି କଲି କହିବାର ମତଲବ କିସ ମୁଁ ଆପଣମାନଙ୍କୁ କହିଦେଉଛି। ତ ଆପଣମାନେ ତ ଦେଖିନଥିବେ ସୁରତର, ତ ମୁଁ ସେଥିପାଇଁ ଆପଣମାନଙ୍କୁ ସୁରତ ମୁଁ ଦେଖେଇଦେଲି। ତ ଏଇଠି ଗୋଟେ ପାଖରେ ଭାଇ ଛୋଟିଆ ପାର୍କଟେ ଅଛି। ମୁଁ ଆପଣମାନଙ୍କୁ ରାତି ବ୍ଲଗ୍ରେ ଭାଇ ମୁଁ ଦେଖେଇଦେବି ଛୋଟିଆ ପାର୍କଟା, କାଲିକି ପୋଷ୍ଟ କରିବି। ତ ଏବେ ଭାଇ ଫାଷ୍ଟ ଆପଣମାନେ ମୋ କଥାଟା ଟିକେ ଶୁଣନ୍ତୁ। ତ ଭାଇ ମୁଁ ଭାଇ ଗୋଟେ 18 ବର୍ଷର ପିଲା। ତ ମୁଁ ବାହାରକୁ ଭାଇ ରୋଜଗାର କରିବାକୁ ଆସିଲି ଭାଇ। କ'ଣ ଭାଇ ନା ମୋ ଡ୍ରିମ୍ ଅଛି ଭାଇ, ମୋ ଡ୍ରିମ୍କୁ ମୁଁ ପୁରା କରିବାକୁ ଯାଇକି ବାହାରକୁ ଆସିଲି। ବାପା ମାଆର ଅନିଚ୍ଛା ସତ୍ତ୍ୱେ ମୁଁ ଆସିଲି ଭାଇ। ବାପା ମାଆ ମୋତେ ଆହୁରି ବସିକି ଖାଇବା ବେଲୁଥିଲେ ଭାଇ। 20-30 ବର୍ଷ ହେଲା ଯାଇ ବସିକି ଖାଇବା ବେଲୁଥିଲେ। ତ ଭାଇ ମୋତେ ବାହାରକୁ ଛାଡ଼ିବାର ତାଙ୍କର ଟିକେ ହେଲେ ଇଚ୍ଛା ନାହିଁ। ତ ମୁଁ ବାଧ୍ୟରେ ଆସିଛି, କାହିଁକିନା ମୋ ସ୍ୱପ୍ନକୁ ମୁଁ ପୁରା କରିବି। ଆଉ ଭାଇ ଆଜିକାଲିର ଭାଇ ତ କିଛି ପିଲା ତ ଭାଇ ଏମିତି ଅଛନ୍ତି ଯେ ବାପା ମାଆଙ୍କ କଥା ନ ମାନିକିରି କେଉଁ ଝିଅକୁ ଧରି ପଳାଉଛନ୍ତି। ପୁଅ 18 ବର୍ଷର ଯେବେ ହେଇଗଲା, ତାହେଲେ ଗୋଟେ ଝିଅକୁ ସେ ଭଲ ପାଉଥିବ, ସେ ଝିଅକୁ ଆଣିକି ତା ଘରେ ରଖିବ, ନହେଲେ ସେ ଝିଅକୁ ଧରି ପଳାଇବ। ତ ଭାଇ ଏମିତି କରନ୍ତୁନି, କାହିଁକିନା ଭାଇ ଏବେ ତ ଭାଇ ଗୋଟେ ଭିଡ଼ିଓ ବହୁତ ମାତ୍ରାରେ ଭାଇରାଲ୍ ହେଉଛି। ମୋର ୟୁଟ୍ୟୁବ୍ରେ ହେଲେ ମୁଁ ପକାଇଛି ସେ ଭିଡ଼ିଓଟା, ଏବଂ ମୁଁ ଇନଷ୍ଟାଗ୍ରାମ୍ ଚ୍ୟାନେଲ୍ରେ ପକାଇଛି। ତ ସେ ଭିଡ଼ିଓଟା ହେଉଛି ଭାଇ ଯେ ଭାଇ ଗୋଟେ ସମୁଦ୍ରଟାରେ ବହୁତ ଲୋକ ଏମିତି ବୁଲିବାକୁ ଯାଇଥିଲେ। ହଠାତ୍ ଭାଇ ଭାଗ୍ୟ ଯୋଗକୁ ସେଇ ବୋଟ୍ରେ ଭାଇ ପାଣି ପଶିଗଲା। ପାଣି ପଶିକିରି ଭାଇ ସେ ବୋଟ୍ଟା ବୁଡ଼ିଗଲା। ଭାଇ କିଛି ଲୋକ ମରିଛନ୍ତି ଏବଂ କିଛି ଲୋକ ବଞ୍ଚିଛନ୍ତି ମଧ୍ୟ। ତ ସେଥିରୁ ଭାଇ ସେ ଯେଉଁ ମରିଗଲେ ଭାଇ ସେ ଲୋକ ଯାକ, ସେଥିରୁ ଭାଇ ମାଆ ପୁଅ ଭାଇ 2 ଜଣ ଯାକ ପାଣିରେ ବୁଡ଼ି ଯାଇଥିଲେ। ଭାଇ ପୁଅକୁ ଭାଇ
ମାଆ ନ ଛାଡ଼ିକି ରହିପାରିଲାନି। ମାଆ କହିଲା ମୁଁ ତ ମରି ମରି ମୋ ପୁଅ ବଞ୍ଚିଥାଉ କହିଲା। ତ ସେ ମାଆ ତା ପୁଅକୁ ମରିବାକୁ ନ ଦେଇକିରି ତା କୋଳରେ ଭାଇ, ତା ନିଜ କୋଳରେ ଭାଇ ମାଆ ତା ପୁଅକୁ ଧରିକିରି ଭାଇ ରହିଲା। ତ ଭାଇ ଏଇଟା ହେଉଛି ମାଆର କର୍ତ୍ତବ୍ୟ ଭାଇ। ଆଉ ଭାଇ ଆଜିକାଲିର ଭାଇ ତ ପିଲାମାନେ ଭାଇ ଯେମିତି ହେଉଛନ୍ତି ଯେ ଆଜିକାଲିର ପିଲାମାନେ ମାଆଙ୍କୁ ଗୋଇଠା ମାରି ପଳାଉଛନ୍ତି। ତ ଦୟାକରି ସେମିତି କେହି କରନ୍ତୁନି, କାହିଁକିନା ମାଆ ବାପା ହେଲେ ଆମର ଦେବତା। ମୋ ଭାଇ ଆପଣମାନେ ମୋ କଥା ଯଦି ଭାଇ ଠିକ୍ସେ ଭାଇ ବୁଝିପାରୁଛନ୍ତି ତାହେଲେ ତାହେଲେ ପ୍ଲିଜ୍ ଗୋଟେ ଲାଇକ୍ କର ଏବଂ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କର। ତ ଭାଇ ମୁଁ ଆଉ ଅଧିକ କିଛି ଭାଇ ମୁଁ କହିବାକୁ ଚାହୁଁନି। ତ ଆଜି ହେଉଛି ଭାଇ ଡେଟ୍ 4 ଭାଇ, ମୋର ଇନଷ୍ଟାଗ୍ରାମ ଭାଇ ଏଇ ଦିନରେ ଭାଇ ମୋର ରିଅଲ୍ ଆଇ ଡ଼ି ସସ୍ପେଣ୍ଡ ହେଇଥିଲା। ତ ମୋର ଭାଇ ଇନଷ୍ଟାଗ୍ରାମ ମୋର ଆଣିବାକୁ ମୁଁ ବହୁତ ଚେଷ୍ଟା କଲିଣି ଭାଇ। ଆଜି ରାତି 12ଟା ପର୍ଯ୍ୟନ୍ତ ବି ଚେଷ୍ଟା କରିବି। ତ ଭାଇ ଆସିଲେ ତ ଭଲ କଥା, ନହେଲେ ଭାଇ ମୋର ଏଇ ଯେଉଁ ଗୋଟେ ଇନଷ୍ଟାଗ୍ରାମ ଚ୍ୟାନେଲଟି ଖୋଲିଛି, ସେ ଇନଷ୍ଟାଗ୍ରାମ ଚ୍ୟାନେଲର ନାଁ ହେଲା ଜୟ ଶିବ ମୋ ଭାଇ 2। ଭାଇ ଜୟ ଶିବ 2 ମାରିଲେ ଭାଇ 2ଟା ଆଇ ଡ଼ି ଆସିବ। ଗୋଟେ ଆଇଡ଼ିରେ ଆମେ ସବୁ ସାଙ୍ଗସାଥି ମାନେ ଥିବୁ, ଆଉ ଗୋଟେ ଆଇଡ଼ିରେ ଭାଇ ମୁଁ ଏକେଲା ଥିବି। ଜଗନ୍ନାଥ ଦୀପି ପାଖେ ମୋର ଫଟୋ ଥିବ, ସେଇଟା ମୋର ରିଅଲ୍ ଆଇ ଡ଼ି। ଆଉ ଗୋଟେ ଯେଉଁ ଆଇଡ଼ିଟା ଭାଇ ମୋ ସାଙ୍ଗଟା ଚଲାଉଛି, ଏଇ ଯେଉଁ ସାଙ୍ଗସାଥି ମାନେ ମିଶିକି ଠିଆ ଥିବ, ସେଇଟା ମୋ ସାଙ୍ଗଟା ଚଲାଉଛି। ତ ପ୍ଲିଜ୍ ଦୟାକରି ମୋତେ ଫଲୋ କରନ୍ତୁ ସେ ଆଇଡ଼ିରେ। ମୋର ଏଇ ଚ୍ୟାନେଲଟାକୁ ବି ଟିକେ ଫଲୋ କରନ୍ତୁ। ଆପଣମାନଙ୍କୁ ସୁରତର ଭାଇ ନୂଆ ନୂଆ ଜାଗା ଏମିତି ଦେଖେଇଦେବି। ତ ମୁଁ ଏଇଠି ଭାଇ ଦୀପାବଳି ପର୍ଯ୍ୟନ୍ତ ରହିବି। ତ ଦୀପାବଳି ଯେତିକି ଦିନ ହେଲେ ଭାଇ ରହିଲି ଆପଣମାନଙ୍କୁ ଭଲ ଭଲ ଜାଗା ଦେଖେଇଦେବି। ତ ଆଜି ତ ରାତି ଭିଡ଼ିଓରେ ଭାଇ ସେ ପାର୍କଟାକୁ ଆପଣମାନଙ୍କୁ ଦେଖେଇଦେବି, ଡିଟେଲ୍ସ କିଛି ପାର୍କ ଦେଖେଇଦେବି, ମେନ୍ ରୋଡ଼ ବି ଦେଖେଇଦେବି ଭାଇ, ଯେ ସୁରତରେ କେମିତି କେଉଁ ପ୍ରକାର ଡିଟେଲ୍ସ କିଛି ଦେଖେଇଦେବି। ତ ଦେଖିଲେ ଭାଇ କେମିତି ପ୍ରକାର ଏବଂ କେଉଁ ପ୍ରକାର ଭାଇ ବିଲ୍ଡିଂ ଯାକ ଦେଉଛି। ତ ମୁଁ ଟିକେ ଜୁମ୍ ବି କରୁଛି, ଆପଣମାନେ ଦେଖନ୍ତୁ। ତ ଦେଖିଲେ ଜୁମ୍ ଦେଖିଲେ ଭାଇ ଏମିତି ଲାଗୁଛି ଭାଇ ଛାତ ଉପରକୁ ଆସିଲେ ଯେ ମୁଁ କେଉଁ ନୂଆ ଏରିଆକୁ ପଳେଇ ଆସିଛି। ଭାଇ ମୋ ପାଇଁ ନୂଆ ଏକା ନା, କାହିଁକିନା ମୁଁ ଆସିକି 2 ଦିନ ହେଲା ସୁରାଟ, ସବୁ ତ ସୁରାଟ ଆଉ। ତ ଦେଖିଲେ କି ମୋ ଭାଇ ଆପଣମାନେ ତ ଏମିତି କେବେ ଦେଖିନଥିବେ। ତ ଆଉ ଥରେ ଟିକେ ଦେଖନ୍ତୁ, ଆପଣମାନଙ୍କୁ ଆଜି ମନ ଭାଙ୍ଗିଲା ଯାଇ ଦେଖେଇବି। ଦେଖିଲେ ଭାଇ ଆଉ ଗୋଟେ କଥା ମୁଁ କହିଦେଉଛି, ଆଜିକାଲିର ଭାଇ ଛୁଆମାନେ ଯେଉଁ ପାଠ ପଢ଼ିବାକୁ ଭାଇ ଏତେ ଭାଇ ନାରାଜ ହେଉଛନ୍ତି। ତ ଭାଇ ମୋ ପିଲା ଏମିତି ବେକାରିଆ ଆଉ ହୁଅନ୍ତୁନି, କାହିଁକିନା ଭାଇ ମୁଁ ଗୋଟେ ବେକାରିଆ। ଆପଣମାନେ ଭାଇ ପାଠ ପଢ଼ନ୍ତୁ, ପାଠ ପଢ଼ିଲେ ଭାଇ ଭଲ ଗୋଟେ କମ୍ପାନୀଟାରେ ଯାଇକି ଆପଣମାନେ ରହିପାରିବେ। ଏମିତି ମୋ ପରି ଭାଇ ଗାମଲା ଭୁଆଁ କାମ କରନ୍ତୁ ନାହିଁ, ବହୁତ ଅସୁବିଧା ହେବ। ନହେଲେ ଶେଷକୁ ସେମିତି ଯେଉଁ ମାଟି ଖୋଳାଏନି, ସେମିତି ମାଟି ଖୋଳା କାମରେ ଆପଣମାନେ ଲାଗିବେ, ପାଠ ନ ପଢ଼ିବେ ବେଲେ ହେଲା ଭାଇ। ଯେଉଁ ଭାଇ ଏବଂ ଭଉଣୀମାନେ ମୋର ଏଇ ଭିଡ଼ିଓଟି ଲାଷ୍ଟ ପର୍ଯ୍ୟନ୍ତ ଦେଖୁଛନ୍ତି, ସେମାନଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଦେବି ଯେ ମୋ ଭିଡ଼ିଓଟି ଲାଷ୍ଟ ପର୍ଯ୍ୟନ୍ତ ଦେଖିଥିବାରୁ। ତ ମୋତେ ଏମିତି ଟିକେ ସପୋର୍ଟ କରନ୍ତୁ, ମୁଁ ଯେମିତି ଆଗକୁ ବଢ଼ିପାରିବି ଏବଂ ଆପଣମାନଙ୍କ ପାଇଁ ନୂଆ ନୂଆ ଭିଡ଼ିଓ ଆଣିକିରି ଦେଖେଇଦେବି। ତ କାଲିକି ଭାଇ ସନ୍ଧ୍ୟା 6ଟା ବେଳେ ମୋ ଭିଡ଼ିଓ ପଡ଼ିବ, କାହିଁକିନା ଭାଇ କାଲିକି ଦିନ 9ଟା ବେଳେ ମୁଁ ଯିବି କାମକୁ ଯିବି, ସନ୍ଧ୍ୟା 7ଟା ବେଳେ ଆଇବି। ଆସିଲାକୁ ଭାଇ ଭିଡ଼ିଓ ପୋଷ୍ଟ କରିବି ସନ୍ଧ୍ୟା 8:30 9ଟା ବି ହେଇଯାଇପାରେ। ମୁଁ ଭିଡ଼ିଓ କଲାକୁ 9:30 9ଟା ବି ହେଇପାରେ। ତ ପ୍ଲିଜ୍ ଟିକେ ମୋ କଥା ଖରାପ ଭାବିବେନି। ତ ମୁଁ ଲାଷ୍ଟ ଭାଇ ଆଉ ଗୋଟେ ଭାଇ କଥା ମୁଁ କହିଦେଉଛି। ତ ଭାଇ ପ୍ଲିଜ୍ ଆପଣମାନଙ୍କୁ ମୁଁ ଅନୁରୋଧ କରୁଛି, ଆପଣମାନଙ୍କର ଛୋଟ ଭାଇ ହିସାବରେ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ବାପା ମାଆଙ୍କୁ ଭାଇ ଟିକେ ସମ୍ମାନ ଦେବାର ଶିଖନ୍ତୁ ଭାଇ। କାହିଁକିନା ବାପା ମାଆ ହେଲେ ଭାଇ ଆମର ଫାଷ୍ଟ ଦେବତା, ତାପରେ ଯାଇକିରି ଭାଇ କେଉଁ ମନ୍ଦିରର ଦେବାଦେବୀ। ମୋର ଭୁଲ ଥିଲେ ମୋତେ କ୍ଷମା କରିଦେବେ ମୋ ଭାଇ ଏବଂ ଭଉଣୀମାନେ।
तो मु कौन राइट कथा कहली ना जदि राइट कथा कही ताले प्लीज टे चैनल टाक सब्सक्राइब करेंगे एवं चैनल टाक सब्सक्राइब करके लाइक करके समस्त पाक शेयर करदे। तो मुझे भाई गोटे जगह देखो बोलिए आपने बीर करते आईचे आपण मानू आउ थे मुझे देखी दूसरी केमी प्रकार कौ प्रकार डिटेल्स किसी आपण देखई दूसरी। तो देखिले तो भाई आमर भाई ओडिया लोक भाई बहुत सुरत में रोचते जदि आमर ओडिया भाई एवं भाई भौणी मैंने सुरत में अच्छा आमर गंजाम एरिया पिला आमर पिला जदि सुरत में अच्छा मत लोकेशन दिंतु आपको मिसबी बहुत शीघ्र मिसबी आपने खाली गोटे लोकेशन दिंतु। तो सेपरी भाई गोटे गलता अच्छी भी देखी पारे देखिले भाई पूरा आम गाँ गहली भी भाई ये साइड आउ देखिले केमिटी नुआ नुआ प्रकार देखिले। तो रही आपण नेक्स्ट वीडियो देखदेवी सुरतर भाई गोटे पार्क भाई पूरा सिंपल पार्कटा आपण मानू देखदेवी। तो रही जय शिव मो भाई।